ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ୱାତି ଲଗ୍ନର ନୂତନ କାର୍ଯ୍ୟକ୍ରମ ଅତିଥିଙ୍କ ସହ ଆଳପକୁ ଆପଣ ସ୍ୱାଗତ କରୁଛି। ଆଜ୍ଞା ନମସ୍କାର। ନମସ୍କାର। ସାର୍ ପ୍ରଥମେ ଆପଣଙ୍କର ପରିଚୟ। ମୁଁ ଯଶୋବନ୍ତ ପଟ୍ଟନାୟକ ଓଡଗାଁ ବ୍ଲକ ଅନ୍ତର୍ଗତ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରୁମା ମାଙ୍କାତରାରେ ମୋ ଜନ୍ମ। ବର୍ତ୍ତମାନ ଆମେ ଓଡଗାଁ ବାସିନ୍ଦା ହେଇଗଲୁଣି। ଓଡଗାଁରେ ଘର କରିକି ରହିଗଲୁଣି ପାଖାପାଖି 11-12 ବର୍ଷ ହେଇଗଲା। ଆଉ ମୁଁ ବର୍ତ୍ତମାନ ଶିକ୍ଷକତା କରୁଛି। ଓଡଗାଁ ବ୍ଲକ ଅନ୍ତର୍ଗତ ଆମର ଦଣ୍ଡୋର ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦଣ୍ଡୋରରେ ମୁଁ ଶିକ୍ଷକତା କରୁଛି ଏବଂ ଏବେ 4-5 ମାସ ହେଲା ସିଆରସିସି ଦାୟିତ୍ୱ ମଧ୍ୟ ନିର୍ବାହ କରୁଛି। ଧନ୍ୟବାଦ ସାର୍। ଆପଣଙ୍କର କାର୍ଯ୍ୟ ପାଇଁ ଆପଣଙ୍କୁ ଶୁଭେଚ୍ଛା ସାଧୁବାଦ ଜଣାଉଛି। ସାର୍ ପ୍ରଥମେ ଆପଣ କୁରୁମା ବାଙ୍କତାରା ଗ୍ରାମରୁ ଓଡଗାଁ, ବର୍ତ୍ତମାନ ଓଡଗାଁରେ ଆପଣ ରହିଲେଣି 10-12 ବର୍ଷ ହେଲା। ଅବସ୍ଥାପିତ। ପ୍ରାୟ 10-12 ବର୍ଷ ହେଲା। କେତେବେଳେ ହେଲେ ଗ୍ରାମ ଏବଂ ସହର ଭିତରେ ଯୋଉ ତଫାତଟା ଅନୁଭବ କରିଛନ୍ତି ନା କିଛି ଅନୁଭବ କରୁନାହାନ୍ତି? ନାଇଁ, ମୁଁ ବିଶେଷ କରି ଫରକ ଅନୁଭବ କରିନି, କାହିଁକି ନା ମୋ ପିଲାଦିନ ଯଦିଓ କଟିଛି ମୋ ଗାଁରେ ବାଙ୍କତରାରେ, ମୋ ଅଜା ଘର ଓଡଗାଁ, ମୁଁ ପ୍ରାୟ ଓଡଗାଁ ଯିବା ଆସିବା କରେ। ତାପରେ ମୁଁ 7ମ ଶ୍ରେଣୀ ପର୍ଯ୍ୟନ୍ତ, ମୁଁ ଯେହେତୁ ମୋ ବାବା ମାମା ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ, ତେଣୁ 5ମ ଶ୍ରେଣୀ ଯାଇ ମୁଁ ମୋ ମାମାଙ୍କ ପାଖରେ ପ୍ରାଇମେରୀ ସ୍କୁଲରେ ପଢିଛି ଏବଂ 7ମ ଶ୍ରେଣୀ ପର୍ଯ୍ୟନ୍ତ ସେତେ ଏମଇ ସ୍କୁଲରେ ପଢିଛି। ତାପରେ 8ମ ଶ୍ରେଣୀରୁ ମୁଁ ରଘୁନାଥ ବିଦ୍ୟାପୀଠ ଓଡଗାଁରେ ପଢିଛି। ତେଣୁ ମତେ ବାଙ୍କତରା ଆଉ ଓଡଗାଁ ଭିତରେ କିଛି ଫରକ ଲାଗେନି। ଆଉ ତାପରେ ବର୍ତ୍ତମାନ ଯେହେତୁ ସବୁ ଆଗେଇ ଗଲାଣି, ସରକାରୀ ସୁବିଧା ସବୁ ହେଇଗଲାଣି, ଗାଁ ସହର ପାଖାପାଖି ସେମ୍ ହେଇଗଲାଣି, ସେମିତି କିଛି ଲାଗୁନି। ଲାଗୁନି। ସାର୍ ବର୍ତ୍ତମାନ ଆମେ ମଧ୍ୟ ଆପଣଙ୍କୁ ଦେଖିଛୁ ଅନେକ ସଭା ମଞ୍ଚରେ ଗୀତ ଗାଇବାର, ଅନେକ ମଞ୍ଚ ଉପସ୍ଥାପନା କରିବାର, କବିତା ଲେଖିବାର ଏବଂ ଶିକ୍ଷକତା ତ ଆପଣ କରନ୍ତି। ସାର୍ ନିଶା ଏବଂ ପେଶା ଦୁଇଟା ଭିତରେ ଯେତେବେଳେ ସାମଞ୍ଜସ୍ୟ ନ ରହେ ବା ଦିଟାକୁ ଅଲଗା ଅଲଗା, ତ ଆପଣ କେମିତି ମ୍ୟାନେଜ କେମିତି କରନ୍ତି, କେମିତି ତାକୁ ଦିଟାକୁ ଏକା ସାଙ୍ଗରେ ବାନ୍ଧିକି ଚାଲନ୍ତି? ନା ଦେଖନ୍ତୁ, ଯାହା ଯାହା ବି ମୋ ପାଖରେ ବି ଯାହା ଅଛି, ତାହା ମୋ ବାପା ମାଙ୍କ ଯୋଗୁଁ। ମୋ ବାବା ଆଉ ମାମା ଉଭୟ ବହୁତ ଗୁଣର ଅଧିକାରୀ ଥିଲେ। ବିଭିନ୍ନ ସଭା ମଞ୍ଚ କୁହନ୍ତୁ, ଲେଖା ଲେଖି କୁହନ୍ତୁ, ମୋ ବାବା ଜଣେ ଭଲ ଶିଶୁ ସାହିତ୍ୟିକ ଥିଲେ। ତେଣୁ ପିଲାଦିନୁ ମୁଁ ଦେଖିଛି ବାବାଙ୍କୁ ଲେଖା ଲେଖି କରିବାର, ବିଭିନ୍ନ ମଞ୍ଚରେ ଉପସ୍ଥାପନା କରିବାର, ମଞ୍ଚ ପରିଚାଳନା କରିବାର, ସେଥିରେ ଗେଷ୍ଟ ହେଇକି ଯିବାର। ଆଉ ମୋ ମାମା ବି ଭଲ ଗୀତ ଗାଆନ୍ତି ଆଉ ଡ୍ୟାନ୍ସ ବି କରନ୍ତି। ତେଣୁ ଆମେ 3 ଭାଇ ଭଉଣୀ, ମୁଁ ବଡ, ତ ଆମ ଭିତରେ ବାବା ମାମାଙ୍କର ସେଇ କିଛି କିଛି ପ୍ରଭାବ ପଡିଛି। ଆଉ ତାପରେ ମୁଁ ଭାବେ ଯେ ଶିକ୍ଷକତାଟା ହଉଛି ଗୋଟେ ଏମିତି ପ୍ଲାଟଫର୍ମ ଯୋଉଥିରେ କି ଆପଣ ପିଲାମାନଙ୍କ ଆଗରେ ନାଚି ପାରିବେ, ଗାଇ ପାରିବେ, ବିଭିନ୍ନ କଥା ସବୁ କିଛି ହେଇପାରିବ ସେଇଥିରେ। ତେଣୁ ପିଲାମାନଙ୍କୁ ବି ବକ୍ତୃତା ଶିଖେଇ ପାରିବେ, ନିଜେ ବି ବକ୍ତୃତା ଦେଇକି ପିଲାମାନଙ୍କୁ ଲେକ୍ଚର ଦେଇକି ସେମାନଙ୍କୁ ଭଲ କଥା ଶିଖେଇ ପାରିବେ। ତ ଏଇଟା ଗୋଟେ ଭଲ ପ୍ଲାଟଫର୍ମ। ସେମିତି କିଛି ଆଉ ନାହିଁ ଯେ ମୁଁ କିଛି ମ୍ୟାନେଜ କରିବା, ସେମିତି ହେଇଯାଏ। ସାର୍ ଆପଣ ଲେଖା ଲେଖି କେବେଠୁ ଆରମ୍ଭ କଲେ ଏବଂ ଏହାର ପ୍ରଚାର, ଯେହେତୁ ଆପଣ କହିଛନ୍ତି ଆପଣ ବାବା ମା ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ, ତ ଆଜ୍ଞା। ଏହାର ପ୍ରସାଦ ପଟରେ ବାବା ମା ନା ଆଉ କିଏ ଅଛନ୍ତି? ନାଇଁ, ଲେଖା ଲେଖିଟା ସିଏ ଗୋଟେ କାହାଣୀ। ସେ 6ଠ ଶ୍ରେଣୀ ମୁଁ ପଢୁଥାଏ, ବାବା ସେତେବେଳକୁ ଘରକୁ ବହୁତ ପତ୍ର ପତ୍ରିକା ଆଣନ୍ତି। ଜହ୍ନ ମାମୁଁ ହେଲା, ବିଶେଷ କରି ଜହ୍ନ ମାମୁଁ। ଆଉ ବାବା ଯେହେତୁ ଭଲ ସାହିତ୍ୟିକ ଥିଲେ, ଭଲ ସାହିତ୍ୟିକ ମାନଙ୍କ ସହିତ ବି ତାଙ୍କ ପରିଚିତ ସେ ଥିଲେ, ତ ସେଠୁ ବହୁତ ଭଲ ଭଲ ପତ୍ରିକା ଆସେ। ସେ ଭିତରୁ ମୋର ମନେ ପଡୁଛି ଶାମୁକା, ନନ୍ଦନକାନନ, ଏମିତି ସବୁ ବିଭିନ୍ନ ପତ୍ରିକା ଆସେ। ତ ମତେ ସେଥିରୁ ଶାମୁକା ପତ୍ରିକା ଟା ବହୁତ ମାନେ ଭଲ ଲାଗିଥିଲା। ତ ମୁଁ ବାବାଙ୍କୁ ପଚାରିଲି, ବାବା ତମେ ଯେମିତି ଲେଖୁଛ ମୁଁ ସେମିତି ଲେଖିଲେ ହବ ନା, ତୁ କଣ ଲେଖିପାରିବୁ? ମୁଁ କହିଲି ମତେ ବତେଇଦବ, ମୁଁ କହିବି, ଲେଖିବି। ତ ବାବା ବିଭିନ୍ନ ଆଇଡିଆ ଦେଲେ, ଏଇଆ ଲେଖେ, ସେଇଆ ଲେଖେ, ଏଇ ଟାଇପ ଲେଖିବୁ, ଏଇ ଟାଇପ ଲେଖିବୁ, ତୁ ଲେଖେ, ମୁଁ ସଂଶୋଧନ କରିଦେବି। ତାପରେ ଗୋଟେ ଥର ମୋ ମନେ ଅଛି, ମୁଁ ସେତେବେଳେ ଲେଟ୍ ନାଇଟ୍ ଯାଏ ପଢେ, ମୋର ଟିକେ ଅଭ୍ୟାସ ଥାଏ ଲେଟ୍ ନାଇଟ୍ ପଢିବା। 1-2ଟା ରାତି କିନ୍ତୁ ଶୁଏ, କିନ୍ତୁ ପାହାନ୍ତାରୁ ଉଠେନି। ତ ମୋର ମନ ହେଲା ମୁଁ କିଛି ଲେଖିବି। ତ ଫାର୍ଷ୍ଟ ଆଇଡିଆ କଲି ମୁଁ ଯେ ସା ମୁ କା ଏଇ 3ଟାକୁ ଲକ୍ଷ୍ୟ କରି ମୁଁ ଲେଖିବି। ତ ପ୍ରଥମେ ଲେଖିଥିଲି, ଶାମୁକାଲୋ ତୋ ପାଖକୁ ଚିଠି ମୁଁ ଲେଖିଲି, ସାଦରେ ଘେନା କରିବୁ ଏ ଆଶା ବାନ୍ଧିଲି, ମୁକ୍ତା ଭଳି ଚିରଦିନ ଝଳୁ ତୋ ପ୍ରତିଭା, ଶିଶୁ ସାହିତ୍ୟ କୁସୁମୀ ବିକଶିତ ଶୋଭା, କାହିଁ କେତେ ଦୂରେ ଥାଇ ଲେଖୁଛି ମୁଁ ଚିଠି, ଉତ୍ତର ନ ଦେବୁ ଯଦି ତୋର ମୋର କଟି। ତ ସା ମୁ କା ରେ ଏଇଟା ଲେଖିଥିଲି।
ତ ସକାଳ ପାଇଲା ମାନେ ମୁଁ ବ୍ୟଗ୍ର ଥିଲି କେମିତି ବାବାଙ୍କୁ ଫାଷ୍ଟ ଦେଖେଇବି। ତ ମୋ ବାବା ଟିକେ ଲେଟ ରେ ଉଠନ୍ତି, 7:30 8 ରେ ଉଠନ୍ତି। ତ କାରଣ ବାବା ବି ଲେଟ୍ ନାଇଟ୍ ରେ ଶୁଅନ୍ତି ଲେଖା ଲେଖି କରିକି। ତ କେତେବେଳେ ବାବା ଉଠିବେ ମୁଁ ସେଟା ଦେଖେଇବି, ଏଇଟା ଗୋଟେ ମନ ଭିତରେ ରହିଲା। ଯେତେବେଳେ ଫାଷ୍ଟ ଟାଇମ ଦେଖିଲି ବାବା କହିଲେ ଆଉ କିଛି ସଂଶୋଧନ କରିହବନି, ତୁ ବଢିଆ ଲେଖିଛୁ। ଆରେ ତୁ ଲେଖିଛୁ ଟି? ମୁଁ କହିଲି ହଁ। ଏଠୁ କହିଲେ ହଁ ଠିକ ଅଛି, ଅବଶ୍ୟ ତୁ ଲେଖିଥିବୁ, ନହେଲେ ଅନ୍ୟ କୋଉଠୁ ଶାମୁକା ଆଉ କୋଉଠି ତ ସେମିତି ନାହିଁ, ତୁ ଆଉ କୋଉଠୁ କରିବୁ। ତ ତାକୁ ଦେଇଥିଲେ ଛପେଇବା ପାଇଁ। ବଲାଙ୍ଗୀରରୁ ସେଇ ପତ୍ରିକାଟି ବାହାରିଥିଲା, କଣ୍ଟାବାଞ୍ଜି ବଲାଙ୍ଗୀରରୁ। ଏବେ ଯାଇ ସୁଦ୍ଧା ମନେ ଅଛି, ତାର ସମ୍ପାଦକ ଥିଲେ ଡକ୍ଟର ଯୁଗଳ କିଶୋର ମେହେର। ତ ସେ ଯେତେବେଳେ ଡାକରେ ଆସିଲା ଯଶବନ୍ତ ପଟ୍ଟନାୟକ ମାର୍ଫତରେ ବାବାଙ୍କ ନାଁ ଲକ୍ଷ୍ମୀକାନ୍ତ ପଟ୍ଟନାୟକ କରିକି ଯେତେବେଳେ ଆସିଲା, ମୁଁ ସେତେବେଳେ ମାନେ ବହୁତ ଖୁସି ହେଇଯାଇଥିଲି। ତା ପରଠୁ ଲେଖା ମୋର ଷ୍ଟାର୍ଟ ହେଇଛି କହିଲେ ଗଲା। ତାପରେ ଗଳ୍ପ ଲିଖିଥିଲି, ପ୍ରଥମ ଗଳ୍ପ ସେମିତି ଶିବଙ୍କ ଜଟା, ସେଇଟା ଦ୍ୟୁତିକେଶ୍ୱରଙ୍କ ପ୍ରଭୁଙ୍କର ଇଏରୁ ବାବା ଗୋଟେ ପତ୍ରିକା ବାହାର କରୁଥିଲେ ପଦତକ, ଏବଂ ଆଉ ଗୋଟେ ଶିବାମୃତ ସ୍ମରଣିକା ବାହାର କରୁଥିଲେ। ତ ସେଇଥିରେ ମୋର ଛୋଟ ଗପଟେ ଶିବଙ୍କ ଜଟା ବାହାରିଥିଲା। ତ ଏଇଟା ଥିଲା ମୋର ପ୍ରଥମ କବିତା, ଆଉ ଶିବଙ୍କ ଜଟା ଥିଲା ପ୍ରଥମ ଗଳ୍ପ। ତା ପରଠୁ ଲେଖି ଚାଲିଛି ଆଉ। ତାପରଠୁ ଆଗକୁ ଆଗକୁ ବଢିଛନ୍ତି। ଆପଣଙ୍କର ପ୍ରଥମ କବିତା ଆଜ୍ଞା। ହେଲା ଶାମୁକା, ଯାହାକି ସାମ ଶାମୁକା ଭିତରେ ମୋତି ସଦୃଶ। ଆପଣ ସେଇଠୁ ଆପଣଙ୍କର କବିତା ଏବଂ ଗଳ୍ପ ମୋତି ସଦୃଶ ସମସ୍ତଙ୍କୁ ଚମକେଇବାରେ ବ୍ୟସ୍ତ ରହିଛି ଏବଂ ସମସ୍ତଙ୍କୁ ଚମକଉଛି ମଧ୍ୟ। ଆଜ୍ଞା। ସାର୍ ଆଉ ଗୋଟେ କଥା ଆପଣଙ୍କୁ ବର୍ତ୍ତମାନ ପଚାରିବି। ସାର୍ ବର୍ତ୍ତମାନ ଆମର ଯୁବପିଢି, ଆମେ ଯାହା ଆମ ଦେଶର ଭବିଷ୍ୟତ ବା ଆମ ସାହିତ୍ୟର ଭବିଷ୍ୟତ ବୋଲି ଆମେ ମାନୁଛେ, ତ ସେମାନଙ୍କର ସାହିତ୍ୟ ପ୍ରତି ଟିକେ ଭଲ ପାଇବା ଅଛି ନା ଟିକେ କମିବାର ବ୍ୟସ୍ତ ହଉଛି? ଆପଣ କଣ ଅନୁଭବ କରୁଛନ୍ତି? ହଁ, ବ୍ୟକ୍ତିଗତ ଭାବେ ଏତିକି କହିବି ଯେ ବର୍ତ୍ତମାନ ପିଲାମାନେ ବିଶେଷ କରି ବାପା ମା ମାନଙ୍କର ବି ପ୍ରେସର ରହୁଛି। ମୁଁ ମୋ ନିଜ କଥା କହିବି, ଯେତେବେଳେ ମୁଁ ପାଠ ପଢୁଥିଲି, ମୋ ଦଶମରୁ ସେଇ +3 କ୍ୟାରିୟର ଭିତରେ ମୁଁ ଦେଖିଛି ମୋ ବାବା ସଦାବେଳେ କେମିତି କିଛି ବହି ପାଠ ସଙ୍ଗେ କିଛି ଏକ୍ସଟ୍ରା ପାଠ ପଢେ, କିଛି ଏକ୍ସଟ୍ରା ନଲେଜ ହଉ, ଆଉ ଯାହା ଫଳରେ କି ତୁ ନିଜେ ନିଜେ କିଛି ନିଜ ମନ ଭିତରୁ କ୍ରିଏସନ କରିପାରିବୁ, ଲେଖିପାରିବୁ, ସୃଷ୍ଟି କରିପାରିବୁ। ତେଣୁ ଯେତେ ପାରୁଛୁ ନିଜ ବହି ସଙ୍ଗେ ବାହାର ବହି ପଢେ, ଯେତେ ପଢିବୁ ସେତିକି ଜ୍ଞାନ ଅର୍ଜନ କରିପାରିବୁ। ଆଉ କେବେ ବି ପ୍ରେସର କରିନାହାନ୍ତି ଯେ ତୁ ଏତିକି % ମାର୍କ ରଖିବୁ, ସେତିକି % ମାର୍କ ରଖିବୁ, ଇତ୍ୟାଦି ଇତ୍ୟାଦି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ପିଲାମାନେ ହୁଅନ୍ତୁ ବା ବାପା ମା ମାନେ ହୁଅନ୍ତୁ, ସଦାବେଳେ ପାଠ ବିଷୟକୁ ବେଶୀ ଧ୍ୟାନ ଦଉଛନ୍ତି। ଏଇଥିରେ ହିଁ ବେଶୀ % ରଖିବୁ, ଆଗକୁ ଯିବୁ। ଯାହା ଫଳରେ ଗୋଟେ ପିଲା ଏକ୍ସଟ୍ରା ବହିଟିଏ ଯଦି ବି ସେ ପଢୁଛି ବି, ସେଇ ସମୟରେ ତାକୁ ରୋକ ଲଗାଇ ଦିଆଯାଉଛି। ଯଦି କିଛି ଏକ୍ସଟ୍ରା ସେ ବହିଟେ ଧରିଲା କି ଅନ୍ୟାନ୍ୟ ଇଏଟେ ଧରିଲା, ତ ବହି ପାଠ ପଢୁନି, ଏଇଟା କଣ ପଢୁଛୁ ବସିକି, କଣ ଟାଇମ ପଳିଲାଣି? ତ ଏଇଭଳିଆ କିଛି କୁହାଯାଉଛି, ଯାହା ଫଳରେ କି ପିଲାମାନେ ଟିକେ ଡିପ୍ରେସନ ହେଇଯାଉଛନ୍ତି। ତାପରେ ଆଉ ଗୋଟେ କଥା, ପ୍ରତିଦ୍ୱନ୍ଦ୍ୱିତା ମୂଳକ ଦୁନିଆରେ ପିଲା ଚାହୁଁଛି ଯେ ମୁଁ କିନ୍ତୁ ଆଗକୁ ଯିବି, କଣ କରିବି କଣ ନାହିଁ, ତ ମାଇଣ୍ଡ ଟା ସିଆଡେ ପଳଉଛି। ତ ବିଶେଷ କରି ଆଉ ସାହିତ୍ୟ ଆଡକୁ ଢଳିବା ସେଇଟା ରହୁନି। ତାପରେ ଆମେ ଶିକ୍ଷକତା ହିସାବରେ ପିଲାମାନଙ୍କୁ ପଢେଇଲା ବେଳେ ବି ଦେଖୁଛୁ, ଯୋଉ ଗଳ୍ପ କବିତା ହଉ ବା ପ୍ରବନ୍ଧ ହଉ, ତା ଭିତରେ ଯୋଉ ଜିନିଷ ଗୁଡା ସବୁ ଭାବର ଜିନିଷ ଗୁଡାକ ଅଛି ବା କିଛି ଶିଖିବାର ଅଛି, ପିଲାମାନେ ତା ପ୍ରତି ଆଉ ଧ୍ୟାନ ଦଉନାହାନ୍ତି। କେମିତି ଆମେ ପ୍ରଶ୍ନ ଉତ୍ତର ଘୋଷି ଦବୁ, ଘୋଷି ଦେଇକି ମନେ ରଖିଦବୁ, ପରୀକ୍ଷାରେ ଲେଖିବୁ ଏବଂ ଭଲ ମାର୍କ ରଖିବୁ, ତ ଏଇଆଡେ ଯାଉଛି। ତ ମୁଁ ଭାବୁଛି ଯେ ସେଇଟା ଯଦି କଣ୍ଟିନ୍ୟୁ କରିବ, ତାହେଲେ ବୋଧେ ଆମ ସାହିତ୍ୟର ପ୍ରକୃତ ଅର୍ଥଟା ଆମେ ବୁଝିବାନି ବା ସେଇଟାର ପ୍ରକୃତ ସ୍ଵାଦଟା ଆମେ ଚାଖି ପାରିବାନି। ତେଣୁ ମୁଁ ନିଶ୍ଚିତ ଭାବେ ନିବେଦନ କରିବି ଯୁବପିଢିକୁ, ସେମାନେ ଏଇଭଳିଆ ବିଭିନ୍ନ କବି, ଲେଖକ, ସାହିତ୍ୟିକ ମାନଙ୍କର ଲେଖା ପଢନ୍ତୁ। ନିଜ ପଢିବା ବହି ସହିତ ମଧ୍ୟ ଅନ୍ୟାନ୍ୟ ବହି ପଢନ୍ତୁ, କିଛି ବୁଝନ୍ତୁ। ସେମାନେ କୋଉ ବିଷୟରେ ଲେଖିଛନ୍ତି, କାହିଁକି ଲେଖିଛନ୍ତି, କଣ ପାଇଁ ଲେଖିଛନ୍ତି, ତାକୁ ବିଶ୍ଳେଷଣ କରନ୍ତୁ, ତାକୁ ହୃଦୟ ଭିତରକୁ ନିଅନ୍ତୁ। ସବୁଥିରେ ଯେ ମାର୍କ ଇଏ କରିବା, ସେମିତି ମାର୍କ ପଛରେ ନ ଗୋଡେଇ ପ୍ରକୃତରେ ସେଇ ଯୋଉ ସାହିତ୍ୟର ଯୋଉ ରସ, ତାକୁ ଆସ୍ୱାଦନ କରନ୍ତୁ, ଯାହା ଫଳରେ ସେମାନେ ସବୁ ଆଉ ଟିକେ ଆଗକୁ ଯାଇପାରିବେ, ଆମ ସାହିତ୍ୟ ଆଗକୁ ଯାଇପାରିବେ। ନିଶ୍ଚିତ ଭାବରେ ସାର୍, ଆପଣଙ୍କ କଥା ନିଶ୍ଚିତ ଭାବରେ ମାନେ 100% ସତ। ଆଜିକାଲିର ଛୁଆ ମାନେ ବା ବାବା ମା ମାନେ, ଗୁରୁଜନ ମାନେ, ଅଭିଭାବକ ମାନେ, ସେମାନେ ଗୋଟେ ସଂଖ୍ୟା ପଛରେ ଦୌଡିଛନ୍ତି। ସିଏ କ୍ଲାସରେ ଫାର୍ଷ୍ଟ ସେକେଣ୍ଡ ହଉ ବା ପରୀକ୍ଷାରେ 90 95 92 93ରେ ସେଇ ଶତକଡା ପଛରେ ହଉ। ତାହେଲେ ଏଇ ଆଜ୍ଞା। ପଛରେ ଯେତେବେଳେ ପର୍ଯ୍ୟନ୍ତ ଆମେ ଦୌଡୁଥିବା, ସେତେବେଳେ ପର୍ଯ୍ୟନ୍ତ ଆମେ ସାହିତ୍ୟକୁ ସେମିତି ରସ ଭାବରେ ଗ୍ରହଣ କରିପାରିବା ନାହିଁ, ସାହିତ୍ୟକୁ ଅନ୍ତରଙ୍ଗ ସହିତ ଗ୍ରହଣ ଆଜ୍ଞା। କରିପାରିବା ନାହିଁ।
ଯେତେବେଳେ ପର୍ଯ୍ୟନ୍ତ ଆମେ ମାନେ ଯେତେବେଳେ ବି ପାଠ ଠିକ ପଢୁଥିଲେ, କଥା। ଯେତେବେଳେ ଆମ ମାନଙ୍କ ଶ୍ରେଣୀରେ ପଢା ଯାଉଥିଲା, ସାହିତ୍ୟ ପଢା ଯାଉଥିଲା, ତ ଆମେ ମାନେ ନିଜେ ନିଜେ ଯେକୌଣସି କବିତା ବା ଯେକୌଣସି ଗୀତକୁ ନିଜ ସ୍ୱରରେ ଗୋଟେ ଚେଞ୍ଜ କରିକି ଗୋଟେ ଗାଇବାକୁ କହୁଥିଲେ ସାର୍ ମାନେ। ଆଜି ମାନେ କହୁଛନ୍ତି କି ନାଇଁ ମୁଁ ଜାଣିନି। ହଁ ତ ଯେହେତୁ ଆପଣ ଟିଚର ଅଛନ୍ତି, ଆପଣ ଅଛି ଅଛି। ଅଛି, ତ ସେଇଥିରେ କଣ ଆମେ ମାନେ ଗୋଟେ ଅଲଗା ଗୋଟେ ଦିନ ଭାବିବାକୁ ଦିଆଯାଉଥିଲା ସମୟ, ଏବଂ ସେଇଥିରେ ଗୀତ ଗାଅ, ଏଇଭଳି ସ୍ୱର କଲେ ସିଏ ଏଇଭଳି ସ୍ୱର ଗାଇଛି ତ ମୁଁ ଆଉ ଗୋଟେ ସ୍ୱରରେ ଗାଇବି, ମାନେ ଏଇଭଳିଆ ଗୋଟେ କମ୍ପିଟିସନ ମଧ୍ୟ ଥିଲା ଆଜ୍ଞା ସେତେବେଳେ। ତ ଆଜ୍ଞା ବର୍ତ୍ତମାନ ସାର୍ ଆମେ ଦେଖିବା, ଏଇଟା ଆପଣ ଯୋଉ କଥାଟା କହିଲେ ମୁଁ ସେଇଥିରେ ତ 100% ମାନି ନଉଛି। ତ ବର୍ତ୍ତମାନ ଆମେ ଏଇ ଆମ ମାନଙ୍କର କର୍ତ୍ତବ୍ୟ କଣ ରହିବ? କାରଣ ଆମେ ଚାହିଁବା ଆମ ମାଟିର ଯୁବପିଢି ଆମ ମାଟିର ଗାଥା ଗାଆନ୍ତୁ, ଆମ ମାଟିର କଥା କୁହନ୍ତୁ, ମୋ ପୂର୍ବପୁରୁଷ କଥା ଜାଣନ୍ତୁ, ସେମାନେ କେତେ କଷ୍ଟ କେତେ ବଳରେ ଆମକୁ ଗୋଟେ ପରିଚୟ ଦେଇଛନ୍ତି। ଆମେ ପ୍ରଥମେ ଗୋଟେ କେବଳ ଭାଷା ଭିତରେ ଆମ ଓଡିଶା ଆଉ ଆମେ ଉତ୍କଳ ଦିବସ ଯାହାକୁ ସେଲିବ୍ରେସନ କରୁଛେ, କେବଳ ଭାଷା ଭିତରେ ଆମ ରାଜ୍ୟ ସେପାରେଟ ହୋଇଥିଲା, ତାହେଲେ ସେଇ ଏହାର ଭବିଷ୍ୟତ କଣ ଏଇଭଳି ଭାବରେ ରହିବ? ତ ଆମ ମାନଙ୍କର କର୍ତ୍ତବ୍ୟ ସେମାନଙ୍କ ପ୍ରତି କଣ ଶୁଣନ୍ତୁ, ରହିବ? ନିଶ୍ଚିତ ଭାବେ ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଛି, କେବଳ ଶିକ୍ଷକ ମାନଙ୍କର ନୁହନ୍ତି। ବାପା ମା ଗୁରୁ ଗୁରୁଜନ ଆଉ ଯେତେ ସବୁ ସମାଜରେ ଲୋକମାନେ ଅଛନ୍ତି, ସମସ୍ତଙ୍କର କର୍ତ୍ତବ୍ୟ ରହିଛି। ବିଶେଷ କରି ଆମେ ଆମ ମାଟିକୁ ଭଲ ପାଇବା, ପ୍ରଥମେ ମାଟିର ଭାଷାକୁ ଭଲ ପାଇବା, ଆଉ ଯେତେ ଦୂର ସମ୍ଭବ ଓଡିଆ ଭାଷାକୁ ଲେଖିବା, ଓଡିଆ ଭାଷାକୁ କହିବା, ଓଡିଆ ଭାଷାକୁ ପ୍ରଚାର ପ୍ରସାର ଦିଗରେ ଆମେ ସମସ୍ତେ ମିଳିମିଶି ଚେଷ୍ଟା କରିବା। ଆମେ ଇଂରାଜୀ ଶିଖିବା ବା ଅନ୍ୟ ଭାଷା ଶିଖିବା, ସେଥିରେ କିଛି ମାନେ ନାହିଁ, କିଛି ଅସୁବିଧା କିଛି ନାହିଁ। ଯେତେ ଭାଷା ତୁମେ ପାରୁଛ ଶିଖ, କିନ୍ତୁ ନିଜ ମାତୃଭାଷା ମହତ ରଖ। ତେଣୁ ଆମେ ଯୋଉଟା ପୁରୁଣା କାଳୁ ପଢି ଆସିଛେ ବି, ସେଇଟା ବି ସେଇ ଭିତରେ ରହିଅଛି। ମୁଁ ବି ଲେଖିଛି ଏ ଭାଷା ଉପରେ 2ଟି କବିତା ବି ଲେଖିଛି। ତେବେ କହିବା କଥା ହେଲା, ଆମେ ଯେତେ ଆମ ନିଜ ମାତୃଭାଷାଟାକୁ ଭଲ ପାଇବା, ଆମ ଭାଷା ସେତେ ସମୃଦ୍ଧ ହେବ। ଆଉ ଯେତିକି ସେଇମାନଙ୍କ ପଢିବା, ସେ ଆମ ଯୋଉମାନେ ପୂର୍ବସୂରୀ ମାନେ ଭାଷା ଉପରେ, ସେ ମଧୁସୂଦନ ଦାସ ହୁଅନ୍ତୁ, ଉତ୍କଳମଣି ଗୋପବନ୍ଧୁ ଦାସ ହୁଅନ୍ତୁ, ଆଚାର୍ଯ୍ୟ ହରିହର ହୁଅନ୍ତୁ, ଆଉ ଅନ୍ୟାନ୍ୟ ଯୋଉମାନେ ସେ ବିଦଗ୍ଧ କବି ଆମର ହୁଅନ୍ତୁ, ଯେତେ ଯିଏ ବି ହୁଅନ୍ତୁ, ସେମାନଙ୍କ କବିତା ଗୁଡାକ ଭିତରେ ବହୁତ ରସ ଥିଲା, ବହୁତ ଶିଖିବାର ଥିଲା। ବର୍ତ୍ତମାନ ବି ଅନେକ କବି ଅଛନ୍ତି, ବହୁତ ସୁନ୍ଦର ଭାବେ ଲେଖୁଛନ୍ତି, ସଚୀ ରାଉତରାୟଙ୍କ ପର୍ଯ୍ୟନ୍ତ ଆମେ ଯଦି ଦେଖିବା, ସେ ବହୁତ ଗୁଡେ ଭଲ ଭଲ କବିତା ଅଛି। ତାକୁ ଆମେ ପଢିବା, ଜାଣିବା। ବିଶେଷ କରି ମୁଁ ଯୋଉଟା ଆପଣଙ୍କୁ କହୁଥିଲି, ଅନ୍ତରର ସହ ପଢିବା, ତାକୁ ବୁଝିବା, ଆଉ ତାକୁ ରିପ୍ରେଜେଣ୍ଟ କରିବା। ତାପରେ ଆଉ ଗୋଟେ କଥା ହେଲା, ଯୁବପିଢି ମାନେ ସେତିକି ସେମାନେ ଗୋଟେ ପ୍ଲାଟଫର୍ମ ପାଉନାହାନ୍ତି, ଯାହାକି ନିଜର ଅନ୍ତର୍ନିହିତ ଗୁଣାବଳୀଟାକୁ ବିକାଶ କରେ। ତେବେ ଏବେ ଧୀରେ 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 କିଛି କିଛି ସରକାରଙ୍କ ତରଫରୁ କମ୍ପିଟିସନ ହଉଛି। ବିଶେଷ କରି ଶୈକ୍ଷିକ କମ୍ପିଟିସନ ବେଶୀ ହେଉଛି, ସହ ଶୈକ୍ଷିକ କମ୍ପିଟିସନ ତା ତୁଳନାରେ ଟିକେ କମି ଯାଉଛି। ତଥାପି ସହ ଶୈକ୍ଷିକ କମ୍ପିଟିସନ, ଡ୍ୟାନ୍ସ ହଉ, ଡ୍ରାମା ହଉ, ଗୀତ ହଉ, କବିତା ଲିଖନ ହଉ, ଗଳ୍ପ ଲିଖନ ହଉ, ଏସବୁ କରିବା କଥା। ତାପରେ ଆଉ ଗୋଟେ କଥା, ଆଉ କେମିତି ଆଗେଇବ କହିଲେ, ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଅନେକ କବି ସାହିତ୍ୟିକ ମାନେ ଭଲ ଭଲ ସାହିତ୍ୟ ଅନୁଷ୍ଠାନ ସବୁ ଗଢୁଛନ୍ତି। ଯୁବ ପ୍ରତିଭା ମାନଙ୍କୁ ଆଗକୁ ଆସିବା ପାଇଁ ସେମାନେ ଆହ୍ୱାନ ଦଉଛନ୍ତି। ମୁଁ ମଧ୍ୟ ସେଇଥିରୁ ଜଣେ। ବାବା ଯେତେବେଳେ ଆଗକୁ ଆଗକୁ ମତେ ନବା ପାଇଁ ଚେଷ୍ଟା କଲି, ମୁଁ ମଧ୍ୟ ସାହିତ୍ୟ ଅନୁଷ୍ଠାନ ମାନଙ୍କ ସହିତ ବିଭିନ୍ନ ନୟାଗଡ଼ ଜିଲ୍ଲାର ବହୁତ ବଡ ବଡ ସାହିତ୍ୟ ଅନୁଷ୍ଠାନ ସହିତ ମୁଁ ନିଜକୁ ସଂଶ୍ଳିଷ୍ଟ କରିପାରିଲି। ଜଡିତ ବି ରଖିଛି ନିଜକୁ ବର୍ତ୍ତମାନ ସୁଦ୍ଧା ବି। ତେଣୁ ସିଏ ବି ଗୋଟେ ପ୍ଲାଟଫର୍ମ। ତେଣୁ ଯୋଉଥିରେ ବି ଯିବା, ଆମେ ତୁଚ୍ଛା ଫାଲତୁ ପୁରସ୍କାର ପଛରେ ନ ଗୋଡେଇକି ଏମିତି ପ୍ରକୃତରେ ସାହିତ୍ୟକୁ କେମିତି ଆଗକୁ ନବା, ସେଇଥିପାଇଁ ଆମେ ଧ୍ୟାନ ଦେବା ନିହାତି ଜରୁରୀ। ଅ, ସେଥିପାଇଁ ଆନ୍ତରିକତା ଆବଶ୍ୟକ, ନିଶ୍ଚିତ ନିଷ୍ଠା ଭାବରେ ଆବଶ୍ୟକ, ପରିଶ୍ରମ ଆବଶ୍ୟକ। ନିଶ୍ଚିତ ଭାବରେ ଆପଣଙ୍କ ଯୋଉ କହିଲେ ନିଷ୍ଠା ଏବଂ ଆନ୍ତରିକତା ଆବଶ୍ୟକତା ରହିଛି, ଏହା ଏହା ଆପଣଙ୍କ ପାଖରେ ସମ୍ପୂର୍ଣ୍ଣ ଭାବରେ ରହିଛି। କାରଣ ଆପଣ ଏତେ ବ୍ୟସ୍ତତା ରହିଥିଲେ ମଧ୍ୟ ଆମେ ଜାଣିବାକୁ ପାଇଛୁ ବା ଆମେ ଦେଖୁଛୁ ମଧ୍ୟ, ଆପଣଙ୍କର ଏକ ମଣିହାଟ ବୋଲି ଗୋଟେ ଯୋଉ ଚାଲିଛି ଗୋଟେ ପ୍ରୋଗ୍ରାମ, ବହୁତ ସୁନ୍ଦର ମଣିଷ ହାଟର ମଣି। ମଣିଷ ଆଜ୍ଞା। ହାଟର ମଣି। ତ ଏଇଭଳି ଏକ ଭାବନା ଚିନ୍ତନା କାହିଁକି ମନକୁ ଆସିଲା ଆପଣଙ୍କ ମନରେ? ହଁ, କାହିଁକି ଆସିଲା ନା, ମୁଁ ସୋସିଆଲ ମିଡିଆରେ ଯେତେବେଳେ ମୁଁ ନିଜେ ନିଜକୁ ସଂଶ୍ଳିଷ୍ଟ କଲି, ମୋର ପ୍ରଥମେ କବିତା ପୋଷ୍ଟ କଲି, ତାପରେ ଯାହା ଯାହା ଯୁଆଡେ ଯୁଆଡେ ବି ଯାଏ ପୋଷ୍ଟ କଲି। ତ ଧୀରେ ଧୀରେ ମୋ ମନ ଭିତରେ ପରିବର୍ତ୍ତନ ଆସିଲା, ଯେ ଏମିତି ତ ସମସ୍ତେ ଛାଡୁଛନ୍ତି, ସମସ୍ତେ କିଏ କଣ କରିଛନ୍ତି ଛାଡୁଛନ୍ତି, ତ ସେଥିରେ କିଛି ଗୁରୁତ୍ୱ ରହୁନି। ମୁଁ ଏମିତି କିଛି ଜିନିଷ କରିବା ପାଇଁ ଚାହିଁବି ଯାହାକି ମୁଁ ମତେ ରିପ୍ରେଜେଣ୍ଟ କରିବିନି। ଆମ ସମାଜରେ ଯୋଉମାନେ କିଛି ଭଲ ଭଲ କାମ କରୁଛନ୍ତି,
ଲୁଚି ଯାଇଛନ୍ତି ବା ଭଲ କାମ କରୁଛନ୍ତି କିନ୍ତୁ ଲୋକଲୋଚନକୁ ଆସି ପାରୁନାହାନ୍ତି, ତ ମୁଁ ସେଇ ମଣିଷ ହାଟରୁ ସେ ମଣି ମାନଙ୍କୁ ଖୋଜିବି ଏବଂ ତାକୁ ଲୋକମାନଙ୍କ ଆଗରେ ଉପସ୍ଥାପିତ କରେଇବି। ସେଇଥିପାଇଁ ମୁଁ ମଣିଷ ହାଟର ମଣି ବୋଲି ଗୋଟେ ୟୁଟ୍ୟୁବ ଚ୍ୟାନେଲ କଲି ଏବଂ ସେଥିରେ ଅହେତୁକ ସଫଳତା ବି ପାଇଛି। ବହୁତ କମ କମ ସମୟରେ ତାକୁ ମୁଁ ବିଭିନ୍ନ ଲୋକଙ୍କ ସହିତ ଯାଇକି ପହଞ୍ଚେ, ସେମାନଙ୍କ ସଫଳତା ଦେଖି ଖୁସି ହୁଏ ଏବଂ ସେମାନଙ୍କ ସଫଳତାର କାହାଣୀକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରେ ମୋ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ। ଆଉ ଭାବିଥିଲି ମନେ ମନେ ଯେ ରିଲ୍ସ ଯୁଗରେ 1 ସେକେଣ୍ଡ 2 ସେକେଣ୍ଡ ବା ମ୍ୟାକ୍ସିମମ୍ 1 ମିନିଟ ଯଦି ଦେଖିଲେ ବି ଲୋକ ବହୁତ ଦେଖିଦେଲେ, ଏତିକି ଭିତରେ କଣ 20 ମିନିଟ 25 ମିନିଟ ଦେଖିବେ ଏଇଆ ବୋଲି ଭାବିଥିଲି। କିନ୍ତୁ ମୁଁ ବହୁତ ଖୁସି ଯେ ବର୍ତ୍ତମାନ ହଜାର ହଜାର ଲୋକ ତାକୁ ଦେଖୁଛନ୍ତି। ଧନ୍ୟବାଦ ସାର୍, ଆପଣଙ୍କର କାର୍ଯ୍ୟକୁ ଆମେ ପ୍ରଶଂସା କରୁଛୁ। ଆପଣଙ୍କର ଚଲାପଥ କୁସୁମିତ ହଉ, ଆପଣଙ୍କର ଚିନ୍ତାଧାରା ଆହୁରି ଏଇଭଳି ଆଗକୁ ବଢୁ, ଆପଣ ସମାଜର ହିତରେ ଏଇଭଳି କାର୍ଯ୍ୟ କରନ୍ତୁ। ପୁଣି ଥରେ ଦେଖାହବ ଅନ୍ୟ ଏକ କାର୍ଯ୍ୟକ୍ରମରେ, ପୁଣି ଥରେ ଆଉ ଥରେ ଭଲ କରି ଆଲୋଚନା କରିବା। ରହୁଛି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ। ସ୍ୱାତି ଲଗ୍ନ ମଧ୍ୟ ବହୁତ କାର୍ଯ୍ୟକ୍ରମ, ବହୁତ ବଢିଆ ବଢିଆ କାର୍ଯ୍ୟକ୍ରମ କରୁଛି। ଆପଣ ମଧ୍ୟ ଆମ ଯୁବ ସମାଜର ଗୋଟେ ଆଦର୍ଶ, କାହିଁକି ନା ସୁଦୂର ଓମାନରେ ରହିକି ବି ଆପଣ ଓଡିଆ ମାଟିକୁ ଏତେ ଭଲ ପାଆନ୍ତି, ଓଡିଆ ଭାଷାକୁ ଏତେ ଭଲ ପାଆନ୍ତି। ମୁଁ ହୃଦୟ ଭିତରୁ ବି ଆପଣଙ୍କୁ ବହୁତ ସମ୍ମାନ ଦିଏ, ବହୁତ ଭଲ ପାଏ। ଆଉ ସ୍ୱାତି ଲଗ୍ନକୁ ବି ବହୁତ ଭଲ ପାଏ। ଯେତେବେଳେ ଯୋଉ ମୁହୂର୍ତ୍ତରେ ଆପଣ ସ୍ୱାତି ଲଗ୍ନ ପାଇଁ ଡାକିବେ ମୁଁ ହାଜିର ହେଇଯିବି। ଧନ୍ୟବାଦ, ଜୟ ଜଗନ୍ନାଥ। ଧନ୍ୟବାଦ ଆପଣ ଏତେ ଭଲ ପାଇବା ପାଇଁ, ଏତେ ସହଯୋଗ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ରହୁଛି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ। ନମସ୍କାର, ଜୟ ଜଗନ୍ନାଥ।